ବାହାଘର ସେମାନେ ମଦ ପାଣି ପିଇକିରି ମତ ତାଲା ହଉଛନ୍ତି। ଘରକୁ ଆସୁଥିଲି ଆମର ମୋତେ ହେଇଟା ଛେକିକିରି ବାଡ଼େଇଲେ। ଆଜ୍ଞା ମୋ ଗାଁ ମୋ ନାଁ ହେଉଛି ପିଙ୍କୁ ନାୟକ, ଗ୍ରାମ ହେଉଛି ଭାଗଲାଉଟା। ତାଳପଦାରୁ ଗୋଟେ ବାହାଘର ଆସୁଥିଲା। ସେ ଆମ ଝିଅର ଘର ପାଖାପାଖି ଆସିଲା ବେଳକୁ ସେ ତାଙ୍କର କ'ଣ ଭିତରେ ଗଣ୍ଡଗୋଳ ଟିକେ ହେଲା। ଗଣ୍ଡଗୋଳ ହେବା ଭିତରେ ଆମେ ଯେଉଁ ଯାଇଛୁ ଟିକେ ବନ୍ଧୁବାନ୍ଧବ କରିବା ପାଇଁ, ସେ ମଧ୍ୟରେ ସେ ଆମକୁ ଆଟାକ୍ କରିଛନ୍ତି। ଆମେ ଆଉ ଜାଣିପାରୁନୁ ଆଜ୍ଞା। ଆଉ ଯେଉଁ ମୁଣ୍ଡ ଫୁଣ୍ଡ ଫଟେଇ ଦେଇଛନ୍ତି, କ'ଣ ଅସ୍ତ୍ର ଆଣିଥିଲେ ନା କ'ଣ ଆମେ କିଛି ଜାଣିପାରିଲୁନି। ତାଙ୍କର କିଛି ପୂର୍ବ ଶତ୍ରୁତା ତମ ପ୍ରତି ଥିଲା ନା କିଛି ଅଲଗା? ଆଜ୍ଞା ଆମେ ଜାଣିପାରୁନୁ। ତାଙ୍କ ଭିତରେ କ'ଣ ମାନେ ପୂର୍ବ ଶତ୍ରୁତା ଥିଲା। ତାଙ୍କ ନିଜ ପିଲା ଭିତରେ? ହଁ ଆଜ୍ଞା। ଆପଣ କେତେ ଜଣଙ୍କୁ ଏଭଳି ଆକ୍ରମଣ ହେଇଛି? ଆମେ ଆଜ୍ଞା 3-4 ଜଣ ଖଣ୍ଡେ ଆଘାତ ହେଇଛି। ସେ ପିଡ଼ିଛନ୍ତି ନା କ'ଣ କରିଛନ୍ତି ଆପଣଙ୍କୁ? ଏରା ଆଜ୍ଞା ଯେଉଁ ମୁଥା ନା କ'ଣ ଅସ୍ତ୍ର ଫସ୍ତ୍ର ଧରିଛି, ଆମେ କ'ଣ କିଛି ଜାଣିପାରିନୁ। କେତେ ଜଣ ଆପଣ ଆହତ ହେଇଛନ୍ତି? ଆମେ ଆଜ୍ଞା 4-5 ଜଣ ଭଳିଆ ହେଇଯାଇଛି। ଗୋଟିଏ ଗାଁରୁ ନା ଅଲଗା? ଆଜ୍ଞା ଗୋଟେ ଗାଁରେ। ଆମେ ଝିଅର ପାଟିରୁ। ତାଙ୍କ ଆଡ଼ୁ ବି ହେଇଛନ୍ତି, ତାଙ୍କ ଆଡ଼ୁ ଅଧିକ ହେଇଛନ୍ତି। ସେ କେଉଁଠି ସବୁ ଅଛନ୍ତି ଏବେ? ସେ ଆଜ୍ଞା କୋଶଳା ମେଡ଼ିକାଲରେ ଅଛନ୍ତି। ଏବେ ମୋ ନାଁ ହେଉଛି ପ୍ରଶ୍ନ ନାୟକ, ଘର ଭାଗିଲାକଟା। କ'ଣ ହେଇଛି ଘଟଣା ଆକ୍ଚୁଆଲି? ଘଟଣା ଆଜ୍ଞା ବାହାଘର ଗୋଟେ ଆସିଲା। ମୋର ନୂଆ ଘର ଗୋଟେ ତିଆରି ହେଉଥିଲା। ମୁଁ ନୂଆ ଘର ଜଗିଥିଲି। ମୋର ଛଡ଼ ସିମେଣ୍ଟ ପଡ଼ିଛି। ମୁଁ ସେଠି ଜଗୁଥିଲି। ସନ୍ଧ୍ୟା ହେଇଗଲା, ଗାଈ ଆଣିବା ପାଇଁ ବିଲରୁ ମୁଁ ଯାଉଥିଲି ଘରକୁ। ରାସ୍ତାରେ ଆସିଲା ବେଳକୁ ମୁଁ କହିଲି କିଏ ଭାଇ ତୁମେ ବାଟରେ ମାଡ଼ ହୁଅନି, ବାଟ ଛାଡ଼ିଦିଅ, ଲୋକ ଯିବା ଆସିବା କରିବା। ବାହାଘର ଆସି ମାଡ଼ ହେଉଥିଲା ନା କ'ଣ? ସେ ମାଡ଼ ହେଉଥିଲେ। ଏଇଟା ମୋତେ କ'ଣ କଲେ, ସାଇକେଲ ଆମର ଟାଣି ନେଇକିରି ମୋତେ ଏଠୁ ଗୋଟେ ମୁଖି ମାରିଦେଲେ ଯେମିତି ମୋ ଏଇଠୁ ବ୍ଲଡ଼ ବାହାରିଗଲା। ସେ ଫାଟି ଯାଇଛି ମୁଣ୍ଡଟା। ବାହାଘର ମଦ ପାଣି ପିଇକିନା ଆସି ବାହାଘର ସେମାନେ ମଦ ପାଣି ପିଇକିରି ମତ ତାଲା ହଉଛନ୍ତି। କେତେ ଜଣ ଆପଣ ଆହତ ହେଇଛନ୍ତି ଗାଁ ଗୁରୁତ୍ୱ ହେଇଛନ୍ତି? ମୁଁ ଆଜ୍ଞା ଲାଷ୍ଟରେ ଆସିଲି। ମୁଁ ଘରକୁ ଆସୁଥିଲି ଆମର, ମୋତେ ହେଇଟା ଛେକିକିରି ବାଡ଼େଇଲେ। କେତେ ଜଣ ବାଡ଼େଇଲେ ଆପଣଙ୍କୁ? 3-4 ଜଣ ବାଡ଼େଇଛି। ଏଇ ଡେଣା ଫେଣା ସବୁ ଫାଟି ଯାଇଛି, ମାନେ ମୁଣ୍ଡରେ ବାଜିଛି, ଏଇ ତାଳୁରେ ବାଜିଛି।